ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ପକ୍ଷରୁ ତହସିଲ କାର୍ଯ୍ୟାଳୟଠାରେ ଗୁଣ୍ଠିକିଆ ପଟ୍ଟା ବଣ୍ଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ତହସିଲ ପକ୍ଷରୁ ବିଭିନ୍ନ ଗ୍ରାମରୁ ଚୟନ କରାଯାଇଥିବା ମୋଟ 41 ଜଣ ହିତାଧିକାରୀଙ୍କୁ ଗୁଣ୍ଠିକିଆ ପଟ୍ଟା ଓ ଜଙ୍ଗଲ ଜମି ଅଧିକାରରେ ମଧ୍ୟ 15 ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଆଉ କେହି ଭୂମିହୀନ ରହିବେ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏଠାରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ବହୁ ସଂଖ୍ୟାରେ ଅଧିକାରୀମାନେ ଉପସ୍ଥିତ ଥିଲେ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ରାଜ୍ୟ ସରକାର ମାଣ୍ଡିଆ ଜାତୀୟ ଖାଦ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏପରିକି ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ମିଲେଟ୍ ମିଶନ ଜରିଆରେ କାଫେ ଖୋଲାଯାଉଛି ଏବଂ ଏହି କାଫେ ଗୁଡ଼ିକୁ ଚଳାଇବା ପାଇଁ ମିଶନ ଶକ୍ତି ମହିଳାମାନଙ୍କୁ ଦାୟିତ୍ୱ ଦେଉଛନ୍ତି। ସେହି କ୍ରମରେ କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ମିଲେଟ୍ ମିଶନ ଜରିଆରେ ଏକ ମିଲେଟ୍ କାଫେ ଶୁଭ ଉଦ୍ଘାଟନ ହୋଇଯାଇଛି। କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ତରଫରୁ ମିଲେଟ୍ କାଫେ ଦୋକାନକୁ ଉଦ୍ଘାଟନ କଲେ ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଅନ୍ୟାନ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ, କାମାକ୍ଷାନଗର ଉପଜିଲ୍ଲାପାଳ, କାମାକ୍ଷାନଗର ବିଡିଓ ଓ ବ୍ଲକ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ। ଏହା ହେବା ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ଆଉ ମାଣ୍ଡିଆ ଭଳି ଭିଟାମିନ୍ ଯୁକ୍ତ ଖାଦ୍ୟ ଯାହାକି ଦେହ ପାଇଁ ନିହାତି ଦରକାର। ବ୍ଲକର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ତତ୍ସହିତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।